ରେ ସମସ୍ତଙ୍କୁ ସ୍ୱାଗତ। ତେବେ ଆମର ବଡ଼ ଅପେକ୍ଷାର ଅନ୍ତ ଘଟିଛି। ଯେଉଁଭଳି ଭାବରେ ଆପଣମାନଙ୍କୁ ଜଣାଯାଇଥିଲା ଯେ 23 ସୁଦ୍ଧା ଆମର ବାହାରିବାର ଅଛି OSFIR-2 ନୋଟିଫିକେସନ୍, ସେଇଟା ଆମର 22/9/2024ରେ ବାହାରି ଯାଇଛି ବୋଲେ ଆଜିକା ଡେଟ୍। ଠିକ୍ ଅଛି। ତେବେ ସମସ୍ତେ ଜାଣିଛ ଯେ କେତୋଟି ପୋଷ୍ଟ ଅଛି। ମୁଁ ସେଇ ବିଷୟରେ ଡିଟେଲରେ କହିବି। ମାତ୍ର 4-5 ମିନିଟ୍ର ଭିଡ଼ିଓ ହେବ, 3-4 ମିନିଟ୍ର କରିବା, ବେଶୀ ନାହିଁ, କେବଳ ଖାଲି ଓଭରଲୁକ୍ କରିଦେବ। ଠିକ୍ ଅଛି। ତେବେ ଚାଲ ଦେଖ, ଅଳ୍ପ ସମୟ ଦିଆହେଇଛି 23/9/2024ରୁ 13/10/2024। ଠିକ୍ ଅଛି। କରେକ୍ସନ୍ କରିପାରିବେ 16ରୁ 18 ଯାଏ। ଓକେ, ମାନେ ବହୁତ କମ୍ ଦିନ, ତାମାନେ ଏକ୍ଜାମ୍ ଆମର ଜଲ୍ଦି ହେଇଯିବ। ମନେ ଅଛି ଏବେ 3-4 ମାସ ତଳେ ଆମେ ଗୋଟେ ଭିଡ଼ିଓଟିଏ କରିଥିଲେ କେଉଁଥର ଯେ 45 ଦିନ ଭିତରେ ସବୁ କମ୍ପ୍ଲିଟ୍ କରିବେ ବୋଲି କହୁଥିଲେ। ତେଣୁକରି ଭାବିନିଅ ଯେ ଆମର ଡିସେମ୍ବର ମାସ ସୁଦ୍ଧା ସବୁ କମ୍ପ୍ଲିଟ୍ ହେଇଯିବ। ଏକ୍ଜାମ୍ ଜଏନିଂ କଥା କହିପାରୁନି। ତେବେ ଡିସେମ୍ବର ସୁଦ୍ଧା ଆମର ୟାର ପ୍ରୋସେସିଂ ସବୁ ସରିଯିବ। ଜଏନିଂଟା ହେବ କି ନାହିଁ ସେମିତି କହିହେଉନି, କିନ୍ତୁ ଯେହେତୁ ଦେଇଛି ଡିସେମ୍ବର ସୁଦ୍ଧା ସବୁ ଶେଷ କରିବେ, ତଥାପି ଯିଏ ଯାନ୍ ଲଗେଇଦିଅ, ବୁଝିଲା। 3-4 ମାସ ରହିଲା ଟୋଟାଲ ହାତରେ। 3 ମାସ ଧର ଏକ୍ଜାମ୍ ବି କେତେ, ଧର 10 ତାରିଖରେ ସରିଲେ ଆମର ହେଇଯିବ କେବେ, 1 ମାସ କି 1.5 ମାସ ଧର, 1 ମାସ ହିଁ ଧର। ଅକ୍ଟୋବର ମାସ ପଳେଇବ, ଅକ୍ଟୋବର ନଭେମ୍ବର ମାସରେ ସିଓର ଏକ୍ଜାମ୍, ବୁଝିଲା। ନଭେମ୍ବର ମାସରେ ଏକ୍ଜାମ୍ ହେବ, ଦେଖିବ ଆରାମସେ ଦେଇଦେବ ଡେଟ୍। ନଭେମ୍ବରରେ ଏକ୍ଜାମ୍ ଡେଟ୍ ଏଗୁଡ଼ା ସବୁ ରହିଲା। ଆଉ ସବୁଠାରୁ ଝଟକା ଗୋଟେ ବଡ଼ ଲାଗିଛି ଆମର ଅନଲାଇନ୍ ଏକ୍ଜାମ୍ଟା ହେବ, ବୁଝିଲା। ଅନଲାଇନ୍ ମୋଡ଼ରେ ଏକ୍ଜାମ୍ଟା ହେବ, ପିଲାଙ୍କୁ ବଡ଼ ଝଟକା ଗୋଟେ ଲାଗିଛି। ଆଉ ଯେମିତି ଅଛି ସବୁ ଯେମିତି ଅଛି ଦେଖିନିଅ। ପିଲା ଆମର କେଉଁଥିରେ ନା ଗୋଟେ ବାଟାଲିୟନରେ ଯିଏ ଆପ୍ଲାଏ କରିବ, ଗୋଟିଏ ବାଟାଲିୟନରେ ହିଁ ଆପ୍ଲାଏ କରିପାରିବ। ଏଇଟା ଗୋଟେ ଭଲ ଇଏ, ବୁଝିଲା। ତାପରେ ଆଉ କ'ଣ ରହିଲା ଦେଖିଦିଅ। ଏଜ୍ରେ ବି ରିଲାକ୍ସେସନ୍ ମିଳିନି, ସେ 18ରୁ 23 ଅଛି। ବହୁତ ପିଲା ଆମର କ'ଣ ହେଇଛନ୍ତି, ହତାଶ ମଧ୍ୟ ହୋଇଯାଇଛନ୍ତି। ଅପେକ୍ଷା କରିକି ଥିଲେ, ଭରସା ଥିଲା ଯେ ତାଙ୍କର ଏଜ୍ ରିଲାକ୍ସେସନ୍ ମିଳିବ ବୋଲି, କିନ୍ତୁ ମିଳିପାରିଲାନି। କ'ଣ କରିବା ଆଉ କ'ଣ ରହିଲା? ପେ ସ୍କେଲ୍ ତ ସବୁ ଜାଣିଛ, ଯେଉଁଟାକି ସମସ୍ତଙ୍କୁ ଆଟ୍ରାକ୍ଟ କରେ। ଏବଂ ଏଇଟା ତ ପେ ସ୍କେଲ୍ ବୋଲେ ଦରମା ତ ଆଟ୍ରାକ୍ଟ କରେ, ଏବଂ ବର୍ଦ୍ଦି ବି ବହୁତ ଗୁଡ଼ାଏ ପିଲାଙ୍କୁ ଆଟ୍ରାକ୍ଟ କରେ। ଠିକ୍ ଅଛି। ଦରମା 21,700 ବୋଲେ ପାଖାପାଖି 30,000ରୁ 35,000 ଟଙ୍କା ଆପଣମାନେ ପାଇପାରିବେ। 18ରୁ 23 ରିଲାକ୍ସେସନ୍ ନାହିଁ, ଯାହା ଯେମିତି SC ST ପିଲାଙ୍କର ଅଛି। ଆଉ 10th ପାସ୍ ତ ସବୁ ଜାଣିଛ, ଏଜୁକେସନାଲ୍ କ୍ୱାଲିଫିକେସନ୍ ଆମର। ଆଉ କ'ଣ ରହିଲା? ଏକ୍ଜାମିନେସନ୍ ଫି ସମସ୍ତଙ୍କୁ ଛାଡ଼, ସବୁ କ୍ୟାଟାଗୋରୀ ପିଲାଙ୍କୁ। ସାର୍ଟିଫିକେଟ୍ ଏଠି ରହିଲା, NCC ସାର୍ଟିଫିକେଟ୍ ଯେଉଁ ପିଲାମାନଙ୍କର ଅଛି, ମୁଁ ନୋଟିଫିକେସନ୍ଟା ପଠାଇଦେବି ଟେଲିଗ୍ରାମରେ, ଦେଖିନେବ। ସେମାନଙ୍କୁ 2 ମାର୍କ ମିଳିବ ଏକ୍ସଟ୍ରା, ବୁଝିଲା। ଡ୍ରାଇଭିଂ ଲାଇସେନ୍ସ ଅପସନାଲ୍ ଅଛି, 5 ମାର୍କ ସେଥିରେ। ହେଭି ମୋଟର ଭେହିକିଲ୍, ଲାଇଟ୍ ମୋଟର ଭେହିକିଲ୍ ଦେଖିଦେବ ଟିକେ। ଠିକ୍ ଅଛି। ଆଉ ଡେଟ୍ ଅଫ୍ ଏକ୍ଜାମିନେସନ୍ ତ ଦେଇଛି, CBRE ଏମିତି ସବୁ ଅଛି। ଠିକ୍ ଅଛି। ଡେଟ୍ ସେମିତି କିଛି ମେନସନ୍ କରିନାହିଁ। ଆଡ଼ମିଟ୍ କାର୍ଡ଼ ତ ଆସିବ। ଆଉ ରହିଲା କମ୍ପ୍ୟୁଟର ବେସ୍ ଟେଷ୍ଟ, 100 ମାର୍କର ଏକ୍ଜାମ୍ ହେବ, ଯେଉଁଥିରେ ଆମର କ'ଣ ରହିବ, ଆମର ଜେନେରାଲ୍ GK, ଆଉ ରହିବ ଆମର କ'ଣ ଜେନେରାଲ୍ ଆୱାରନେସ୍ ପରେ ସିଚୁଏସନାଲ୍ ଆୱାରନେସ୍। ଏଇଥିରେ ବହୁତ ମାର୍କ ରଖିବାକୁ ପଡ଼ିବ, GK ଆଉ ସିଚୁଏସନାଲ୍ ଆୱାରନେସ୍। କାରଣ ଏଇଥିରେ ମାର୍କ ରଖିଲେ, ଦେଖ ଗୋଟେ ରିଅଲିଟି ହେଲା, ଗଣିତ ଫଣିତ ସେମିତି ତ ପ୍ରାୟ ପିଲା ମାନେ ପଢ଼ା ପିଲା ତ ଏଥିରେ ନ ପକେଇଲେ ଭଲ, ତଥାପି କେତେ ପିଲା ପକେଇବେ। ସମସ୍ତଙ୍କୁ ଏ ଭିଡ଼ିଓଟି ସେୟାର କରିବ। ଯେ ରିକ୍ୱେଷ୍ଟ ସମସ୍ତଙ୍କୁ ରହିଲା ଯେ ଏଥିରେ ଯେଉଁମାନେ ଏଲିଜିବୁଲ୍ ନୁହଁ, ସେ ସଫା ଏଥିରୁ ବାହାରି ପଡ଼େ, ମାନେ ଆପ୍ଲାଏ ହିଁ କର ନାହିଁ। ବେକାର କାହିଁ ମାଡ଼ଗୋଳ କରିବ, କାହିଁ ଗୋଟେ ପୋଷ୍ଟ ନେବ, ବୁଝିହେଉଛି କି ନାହିଁ। ମାନେ ପୋଷ୍ଟ ନେବା କଥା ପଡ଼ିନି, କାହିଁ ସେଥିରେ ଗହଳି କାହିଁ କରିବ। ବରଂ ଆମର ଯେଉଁ ଭାଇମାନେ ଅଛନ୍ତି ପାଇଲା ବାଲା, ସେମାନେ ପାଇଲେ ଭଲ। ଅଲଗା ଏକ୍ଜାମ୍ ଅଛି, ଏଠି ARI ଅମିନ ଚାଲିଛି, ଆଗକୁ DU ଅଛି, ସେଇଥିରେ ଲଢ଼ିବା, ବୁଝିଲା ମୁଁ କ'ଣ କହିବାକୁ ଚାହୁଁଛି। ତାପରେ ବିଷୟ ଗୁଡ଼ା ଏଠି ଦେଖିଦିଅ। ଆମର ଆରିଥମେଟିକ୍, GK, ସିଚୁଏସନାଲ୍ ଆୱାରନେସ୍, ଲଜିକାଲ୍ ରିଜନିଂ, ବେସିକ୍ କମ୍ପ୍ୟୁଟର ନଲେଜ୍। କେବଳ ଯଦି ଘାଟା କରିବ ଆମର କ'ଣ ଆମର କ'ଣ ଆରିଥମେଟିକ୍ଟା ଘାଟା ଯଦି ପିଲାଙ୍କୁ କରିବ, ନହେଲେ ଆଉ ବାକି ସବୁଥିରେ ଆରାମରେ ହେବ, ବୁଝିଲା। ତାପରେ ହାଇଟ୍ ଫାଇଟ୍ ସବୁ ଅଛି, ଦେଖିନେବ ଟିକେ। ମୁଁ ଏଇଟା କରିଦେଉଛି, ପଠାଇ ଦେଉଛି, ବୁଝିଲା।
एनसीसी की ड्राइविंग टेस्ट ये देखना ओके फाइनाल सिलेक्शन देइछि भलरे टिके पढ़िदब कहीं वीडियो बेसी लेंथी करिया ठीक है तेज रहुछि धन्यवाद आम चैनल टी को बहुल मात्रा रे सब्सक्राइब लाइक एवं शेयर टिके करने समस्त पाखे अनुरोध।